ପିଲାମାନେ ଜାଣିଛ କି ଖାଦ୍ୟ ହଜମ କିପରି ହୁଏ? ଖାଦ୍ୟ ଆମର ପାଟିଠାରୁ ଆରମ୍ଭ କରି ମଳଦ୍ୱାର ପର୍ଯ୍ୟନ୍ତ କିପରି ଯାଇଥାଏ? ଖାଦ୍ୟ ହଜମ ପ୍ରକ୍ରିୟାରେ ପାକନଳୀ ଓ ପାକଗ୍ରନ୍ଥିର ଭୂମିକା କ'ଣ ଥାଏ? ଆସ ଆମେ ଜାଣିବା ସେହି ମଣିଷ ପାକତନ୍ତ୍ର ବିଷୟରେ। ତେବେ ହେଲୋ ଏଭ୍ରିୱାନ୍, ୱାନ୍ସ ଏଗେନ୍ ୱେଲକମ୍ ବ୍ୟାକ୍ ଟୁ ଆୱାର ୟୁଟ୍ୟୁବ୍ ଚ୍ୟାନେଲ୍। ତ ଚାଲ ଆଜି ଆମେ ମଣିଷର ପାକତନ୍ତ୍ର ବିଷୟରେ ପଢ଼ିବା। ଏ ପାକତନ୍ତ୍ରର ଜଡ଼ିତ ଗ୍ରନ୍ଥି ଓ ପାକନଳୀ ସେ ସମସ୍ତ ବିଷୟରେ ଆଜି ଆଲୋଚନା କରିବା। ମଣିଷର ପାକତନ୍ତ୍ର କେତେ ଗୁଡ଼ିଏ ଅଂଶକୁ ନେଇ ଗଠିତ। ତେବେ ଜାଣିବା କ'ଣ ନା ପାକନଳୀ, ଆଉ ସେହି ପାକନଳୀର କେଉଁ ଅଂଶ ବିଷୟରେ ସବୁ କ'ଣ ଅଛି ଜାଣିବା। ତା ସହିତ ପାକଗ୍ରନ୍ଥି ଜାଣିବା, ପାକଗ୍ରନ୍ଥିରୁ କ୍ଷରିତ ଏନ୍ଜାଇମ୍ ଗୁଡ଼ିକ ବିଷୟରେ ମଧ୍ୟ ଜାଣିବା। ତେବେ ଚାଲ, ମଣିଷର ପାକତନ୍ତ୍ରର ପାକନଳୀ ମୁଖ୍ୟତଃ 7ଟି ଅଂଶକୁ ନେଇ ଗଢ଼ା। ଗୋଟେ ହେଉଛି ପାଟି ଓ ମୁଖଗହ୍ୱର, 2 ହେଉଛି ଗ୍ରସନୀ, 3 ହେଉଛି ଗ୍ରାସନଳୀ, 4 ହେଉଛି ପାକସ୍ଥଳୀ, 5 ହେଉଛି କ୍ଷୁଦ୍ରାନ୍ତ୍ର, 6 ହେଉଛି ବୃହଦନ୍ତ୍ର, 7 ହେଉଛି ମଳାଶୟ ଓ ମଳଦ୍ୱାର। ଆଉ ପ୍ରତ୍ୟେକ ପାକନଳୀର ଅଂଶ ସହିତ ତା ବିଷୟରେ ସବୁ ଜାଣିବା। ଆଉ ପାକଗ୍ରନ୍ଥି କିଏ କିଏ ଅଛନ୍ତି ନା ଆମର ଅଛନ୍ତି କ'ଣ? ଲାଳ ଗ୍ରନ୍ଥି ଅଛି, ଯିଏକି ମୁଖଗହ୍ୱରରେ ଅଛି। ଜଠର ଗ୍ରନ୍ଥି ଅଛି, ଯିଏକି ପାକସ୍ଥଳୀରେ ଅଛି। ଆଉ ଅଗ୍ନାଶୟ, ଯକୃତ ଏସବୁ କ'ଣ ନା ପାକନଳୀର ବାହାରେ ଥିଲାବେଳେ ଆନ୍ତରିକ ଗ୍ରନ୍ଥି ଆମର କ୍ଷୁଦ୍ରାନ୍ତ ଭିତରେ ଅଛି। ଆଉ ପ୍ରତ୍ୟେକ ଗ୍ରନ୍ଥିରୁ କ୍ଷରିତ ଏନ୍ଜାଇମ୍ ଗୁଡ଼ିକ ମଧ୍ୟ ଜାଣିନିଅ। ଲାଳ ଗ୍ରନ୍ଥିରୁ ଟାୟାଲିନ୍ ଆଉ ବ୍ୟାକ୍ଟେରିସିଡାଲ୍ ଏନ୍ଜାଇମ୍ କ୍ଷରଣ ହେଉଛି। ସେପରି ଜଠର ଗ୍ରନ୍ଥିରୁ କ'ଣ କ୍ଷରଣ ହେଉଛି? ଲବଣାମ୍ଳ, ତା ସହିତ ପେପ୍ସିନ୍, ଲାଇପେଜ୍ ଏନ୍ଜାଇମ୍ କ୍ଷରଣ ହେଉଛି। ଅଗ୍ନାଶୟର ରସ, ପ୍ରୋଟିଏଜ୍, ଆମାଇଲେଜ୍ କ୍ଷରିତ ହେଉଛି। ଯକୃତରୁ ପିତ୍ତରସ କ୍ଷରିତ ହେଉଛି। ଆଉ ଆନ୍ତରିକ ଗ୍ରନ୍ଥିରୁ ଆନ୍ତରିକ ରସ କ୍ଷରିତ ହେଉଛି। ଜାଣିବା ଏବେ ପ୍ରତ୍ୟେକ ପାକନଳୀର ଅଂଶ ବିଷୟରେ। ଦେଖ ପିଲେ, ଆମେ ଖାଉଥିବା ଖାଦ୍ୟ, ଏହି ଖାଦ୍ୟ ସମୂହ ସିଧାସଳଖ କୋଷ ଦ୍ୱାରା ବ୍ୟବହୃତ ହୋଇପାରେ ନାହିଁ। ଆମେ ଯେତେବେଳେ କୌଣସି ଖାଦ୍ୟକୁ ଖାଇବା, ସେଇଟା କ'ଣ ନା ଜଟିଳ ଖାଦ୍ୟ ଅଟେ। ତାହା ଆମ କୋଷ ଦ୍ୱାରା ସିଧାସଳଖ ହଜମ ହୋଇପାରେ ନାହିଁ ବା କୋଷ ସିଧାସଳଖ ଗ୍ରହଣ କରିପାରେ ନାହିଁ। ସେ କେମିତି ଗ୍ରହଣଯୋଗ୍ୟ ହେବ ନା ଏହା ପ୍ରଥମେ ଆମର ପାକତନ୍ତ୍ର ଦ୍ୱାରା ସରଳୀକୃତ ହୋଇ ଶୋଷଣ ଉପଯୋଗୀ ଖାଦ୍ୟରେ ପରିଣତ ହୁଏ। ଖାଦ୍ୟଟା ଆମର ପାକତନ୍ତ୍ର ଦ୍ୱାରା କ'ଣ ହେବ ନା ସରଳୀକୃତ ହେଲା ପରେ ଯାଇକି ସେ ଶୋଷଣ ଉପଯୋଗୀ ଖାଦ୍ୟରେ ପରିଣତ ହେବ। ଆଉ ଶୋଷଣ ଉପଯୋଗୀ ଥରେ ହୋଇସାରିଲା ପରେ ସେ କାହିଁରେ ମିଶିକି ଆମ କୋଷ ନିକଟକୁ ଯିବ ନା ରକ୍ତରେ ମିଶିକି କୋଷ ନିକଟକୁ ଯିବ। ଆଉ ଏହି ପ୍ରକ୍ରିୟାଟାକୁ ଆମେ କହୁ କ'ଣ? ହଜମ ବା ପରିପାକ ବା ଜୀର୍ଣ୍ଣ ବୋଲି କହିଥାଉ। କ୍ଲିଅର? ତେବେ ଏବେ ଜାଣିବା ଆମର ପାକତନ୍ତ୍ର କାହାକୁ କାହାକୁ ନେଇ ଗଢ଼ା ନା ପାକତନ୍ତ୍ର ମୁଖ୍ୟତଃ ପାକନଳୀ ଓ ପାକଗ୍ରନ୍ଥିକୁ ନେଇ ଗଠିତ ହେଲା। ଏବେ ଆମେ ପାକନଳୀ ବିଷୟରେ ତ ଆଗରୁ ଆଲୋଚନା କରିଦେଇଛନ୍ତି, ଆମେ ଡିଟେଲ ବୁଝି ଯିବା। ପାକନଳୀ ପାଟିରୁ ଆରମ୍ଭ ହୋଇ ମଳଦ୍ୱାରରେ ଶେଷ ହୋଇଛି ହେଲା। ପାକନଳୀ କେଉଁଠୁ ଆରମ୍ଭ? ପାଟିରୁ ଆରମ୍ଭ। କେଉଁଠି ଶେଷ? ମଳଦ୍ୱାରରେ ଶେଷ। ଗଠନ ଓ କାର୍ଯ୍ୟ ଅନୁସାରେ ଏହାକୁ ବିଭିନ୍ନ ଅଂଶରେ ଭାଗ କରାଯାଇଛି, ଯଥା ପାଟି, ମୁଖଗହ୍ୱର, ଗ୍ରସନୀ, ଗ୍ରାସନଳୀ, ପାକସ୍ଥଳୀ, କ୍ଷୁଦ୍ରାନ୍ତ, ବୃହଦନ୍ତ୍ର, ମଳାଶୟ ଓ ମଳଦ୍ୱାର ହେଲା। ଏବେ ଦେଖିବା କ'ଣ ନା ୟା ବିଷୟରେ ଆଉ ଟିକେ ଜାଣିକିରି ଆମେ ପାଟିଠୁ ଆରମ୍ଭ କରିବା। ଏହି ପାକନଳୀଟା ଦେଖିବାକୁ କେମିତି ନା ଗୋଟିଏ ଲମ୍ବ ଟ୍ୟୁବ୍ ପରି ବା ନଳୀ ସଦୃଶ୍ୟ। ଆଉ ଏହାର କାନ୍ଥ ବର୍ତ୍ତୁଳ ବା ଚକ୍ରାକୃତି ପେଶୀ ଦ୍ୱାରା ଅଛି। ବର୍ତ୍ତୁଳ ମାନେ କ'ଣ? ଗୋଲେଇ ହେଲା। ଗୋଲେଇ ଏମିତି ଚକ୍ରାକାର ନୁହଁ କି? ଏହାର କାନ୍ଥଟା କିପରି? ଚକ୍ରାକୃତି ପେଶୀ। ଆଉ ଲମ୍ବ ଭାବରେ କିଏ ଅଛି ନା ଅନୁଦୈର୍ଘ୍ୟ ପେଶୀ ଦ୍ୱାରା ସିଏ ବନା ହୋଇଅଛି। ତ ମନେକର ପିଲାମାନେ ତୁମକୁ ପଚାରିବ କି ପାକନଳୀ କେଉଁ କେଉଁ ପେଶୀ ଦ୍ୱାରା ଗଢ଼ା, ତ ତୁମେମାନେ କହିବ କ'ଣ? ଚକ୍ରାକୃତି ପେଶୀ ଓ ଅନୁଦୈର୍ଘ୍ୟ ପେଶୀ ଦ୍ୱାରା ପାକନଳୀଟି ତିଆରି ହୋଇଛି ହେଲା। ଆଉ ଜଣେ ପ୍ରାପ୍ତ ବୟସ୍କ ବ୍ୟକ୍ତିର ପାକନଳୀର ଲମ୍ବ କେତେ? 6ରୁ 9 ମିଟର। ତେବେ ପିଲାମାନେ
এই ପାକନଳୀ ବିଷୟରେ ଆଉ ଟିକେ ଜାଣ। ନା ଯେତେବେଳେ ଏହି ପାକନଳୀଟି ଦୁଇ ପ୍ରକାର ପେଶୀ ଦ୍ୱାରା ଗଢ଼ା, ଏହି ଦୁଇ ପ୍ରକାର ପେଶୀର ସଂକୋଚନ ଓ ଶିଥିଳନ ଫଳରେ କ'ଣ ହୁଏ ନା ଖାଦ୍ୟଟା ଗ୍ରସନୀରୁ ମଳଦ୍ୱାର ପର୍ଯ୍ୟନ୍ତ ଯାଇଥାଏ। ହେଲା, ଏହି ଚକ୍ରାକୃତି ପେଶୀ ଓ ଅନୁଦୈର୍ଘ୍ୟ ପେଶୀର ସଂକୋଚନ ଓ ଶିଥିଳନ ଫଳରେ କ'ଣ ହୁଏ, ଖାଦ୍ୟଟା ଗ୍ରସନୀରୁ ମଳଦ୍ୱାର ପର୍ଯ୍ୟନ୍ତ ଯାଇଥାଏ। ପାକନଳୀରେ ଖାଦ୍ୟର ଏହି ପ୍ରକାର ଚଳନକୁ କ'ଣ କୁହାଯାଏ, ପୁରସରଣ ବା ପେରିଷ୍ଟାଲସିସ୍ ପ୍ରକ୍ରିୟା ବୋଲି କୁହାଯାଏ। ବୁଝିଲା? ଏବେ ଦେଖିବା ପାଟି ଓ ମୁଖ ଗହ୍ୱର। ଦେଖ ପିଲେ, ଏହି ପାଟିର ଅବସ୍ଥିତିକୁ ଆମେ ବୁଝିବା, ଆ ବିଷୟରେ ବୁଝିବାକୁ ଚେଷ୍ଟା କରିବା। ପାଟିକୁ ଘେରି ରହିଛି ଉପର ଓ ତଳ ଓଠ। এইটা କ'ଣ କୁହାଯାଏ, এইଟା କୁହାଯାଏ ଉପର ଓଠ, ଆଉ এইଟା କୁହାଯାଏ କ'ଣ ନା ତଳ ଓଠ ବୋଲି କୁହାଯାଏ। କ୍ଲିଅର? ପାଟି ଭିତରେ ରହିଛି ମୁଖ ଗହ୍ୱର। ଏ ଖାଲୁଆ ଅଂଶଟିକୁ କ'ଣ କୁହାଯାଏ, ମୁଖ ଗହ୍ୱର ବୋଲି କୁହାଯାଏ। ମୁଖ ଗହ୍ୱରର ଦୁଇ କଡ଼ରେ ଗାଲ ରହିଛି। ଏ ତଳେ ଗୋଟେ ଗାଲ, ଏ ତଳେ ଗୋଟେ ଗାଲ। ତାପରେ ତଳେ ରହିଛି କ'ଣ, ଜିଭ। এইଟା ଦେଖୁଛ, এইଟା ଜିଭ। ଆଉ ଉପର ଅଂଶକୁ କୁହାଯାଏ କ'ଣ, ତାଳୁ କୁହାଯାଏ। ଉପର ଅଂଶ କୁହାଯାଏ ତାଳୁ। ଆଉ ଦୁଇ ମାଢ଼ିରେ, ଉପର ମାଢ଼ିରେ ଆଉ ତଳ ମାଢ଼ିରେ ରହିଛି କ'ଣ, ଦାନ୍ତ। ବୁଝିଲା? ଏବେ ଦାନ୍ତମାନଙ୍କ ବିଷୟରେ ମଧ୍ୟ ଠିକ୍ରେ ବୁଝିବାକୁ ଚେଷ୍ଟା କରିବା। ଦେଖ ପିଲେ, ଦାନ୍ତ ଯିଏକି ମଣିଷର ଜୀବନକାଳ ମଧ୍ୟରେ ପ୍ରତ୍ୟେକ ମାଢ଼ିରେ ଦୁଇଥର ଦାନ୍ତ ଉଠେ। ତୁମ ପିଲାମାନେ ସବୁ ଦେଖିଥିବ ପିଲାବେଳେ କିପରି ଛୋଟ ପିଲାଙ୍କ ଛୋଟ ଛୋଟ ଅତି ସୁନ୍ଦର ଭାବେ ଦାନ୍ତ ଉଠିଥାଏ। କିନ୍ତୁ ଯେତେବେଳେ 6 ବର୍ଷ ହୋଇଯାଏ ନା, ସେତେବେଳେ ସେହି କ୍ଷୀରଦାନ୍ତ ଭାଙ୍ଗିବାକୁ ଲାଗେ, ନୁହଁ କି? ତ ଶିଶୁ ଅବସ୍ଥାରେ କ୍ଷୀରଦାନ୍ତ ଉଠେ, ଯିଏକି ସେ ଛୋଟ ପିଲାମାନଙ୍କର କେତୋଟି ଦାନ୍ତ ଉଠିବ ନା 20ଟି, ଉପରେ 10ଟି, ତଳେ 10ଟି। 6 ବର୍ଷ ବେଳକୁ କ୍ଷୀରଦାନ୍ତ ଝଡ଼ିବାକୁ ଆରମ୍ଭ କରେ, ଆଉ ସେହି ସ୍ଥାନରେ କ'ଣ ଆସେ ନା ସ୍ଥାୟୀ ଦାନ୍ତ ବା ପରମାନେଣ୍ଟ ଟିଥ୍ ଉଠେ। ଯେଉଁ ଏଗୁଡ଼ାକ ଅଛି କ'ଣ, ଏଗୁଡ଼ାକ ହେଉଛନ୍ତି ପରମାନେଣ୍ଟ ଟିଥ୍। ଇଏ ଭାଙ୍ଗିଲେ ଆଉ ଉଠିବାର ନାହିଁ, ପୁରା ପାକୁଆ ହେଇଯିବ, ନୁହଁ କି? ବୟସ୍କ ଲୋକର ତଳ ଆଉ ଉପର ମାଢ଼ି, ହେଲା କି, ଏ ଯେଉଁ ତଳ ମାଢ଼ି ଆଉ ଉପର ମାଢ଼ିରେ କେତୋଟି ଦାନ୍ତ ଅଛି ସମୁଦାୟ ନା 32ଟି ଦାନ୍ତ ଅଛି। ଉପର ମାଢ଼ିରେ 16, ତଳ ମାଢ଼ିରେ 16। ଆଉ ପ୍ରତି ମାଢ଼ିରେ କ'ଣ ନା 4 ପ୍ରକାର ଦାନ୍ତ ଅଛି। ପ୍ରତି ମାଢ଼ିରେ କ'ଣ ଅଛି, 4 ପ୍ରକାର ଦାନ୍ତ। କ'ଣ ନା କର୍ତ୍ତନ, ଶ୍ୱାନ, ଚର୍ବଣ, ପେଷଣ। ଏ ପ୍ରତ୍ୟେକ ମାଢ଼ିରେ 4 ପ୍ରକାର ଲେଖାଏଁ ଦାନ୍ତ ଅଛି। ଆଉ ସେମାନଙ୍କର ଗୋଟେ ଗାଣିତିକ ପ୍ରକ୍ରିୟା ଅନୁସାରେ ମଧ୍ୟ ଜାଣିବାକୁ ଚେଷ୍ଟା କରିବ। କର୍ତ୍ତନ, ଶ୍ୱାନ, ଚର୍ବଣ, ପେଷଣ କେମିତି ଅଛି ନା 4, 2, 4, 6 ହିସାବରେ ଅଛି। 4, 2, 4, 6 ଅର୍ଥାତ୍ କର୍ତ୍ତନ, ଶ୍ୱାନ, ଚର୍ବଣ, ପେଷଣ। ଦେଖିପାରୁଛ, ଏ ଯେଉଁ ମଝିରୁ ଏପଟ 2 ଆଉ ଏପଟ 2, ଏତିକି ମିଶିଲେ କ'ଣ ହେବ ନା ଇଏ ହେବ କର୍ତ୍ତନ ଦାନ୍ତ। ସେ ତଳେ ମଧ୍ୟ ଏ ମଝିରୁ ଏପଟ 2, ଏପଟ 2, ଏ 4ଟା ହେବ କ'ଣ ନା କର୍ତ୍ତନ ଦାନ୍ତ। ଉପରେ ଯେମିତି କର୍ତ୍ତନ 4ଟା ଅଛି, ତଳେ ସେମିତି କର୍ତ୍ତନ ଅଛି। ତାପରେ ଏ ଯେଉଁ 4ଟାକୁ ଛାଡ଼ିକିରି ଏଇ ପଟରେ ଗୋଟେ ମୁନିଆ ଦାନ୍ତ ଅଛି, ଏଇ ପଟେ ଗୋଟେ ମୁନିଆ ଦାନ୍ତ ଅଛି। ସେପରି ଏଇ ପଟେ ଗୋଟେ ମୁନିଆ ଦାନ୍ତ ଅଛି, ଏଇ ପଟେ ଗୋଟେ ମୁନିଆ ଦାନ୍ତ ଅଛି। ଏ ଉପରେ 2ଟା, ତଳେ 2ଟା, ସେଟା କୁହାଯାଏ କ'ଣ, ଶ୍ୱାନ ଦାନ୍ତ। ଏ ଶ୍ୱାନ ଦାନ୍ତର କାର୍ଯ୍ୟ କ'ଣ ନା କୌଣସି ମାଂସ ବା ଯେକୌଣସି କଠିନ ଜିନିଷକୁ ଚିରିବାରେ ସାହାଯ୍ୟ କରେ, ନୁହଁ କି? ତୁମେ ଦେଖିଥିବ ହିଂସ୍ର ଜନ୍ତୁମାନଙ୍କର ବା ମାଂସାଶୀ ପ୍ରାଣୀମାନଙ୍କର ତାଙ୍କର ଏ ଯେଉଁ ଶ୍ୱାନ ଦାନ୍ତଟା ଅଧିକ ଉନ୍ନତ ଭାବେ ବିକଶିତ ହୋଇଥାଏ, କାରଣ ସେମାନଙ୍କୁ ମାଂସକୁ ଚିରିକି ଖାଇବାକୁ ପଡ଼େ, ନୁହଁ କି? ତାପରେ ଏଇ ଯେଉଁ ଶ୍ୱାନ ଦାନ୍ତ ପରେ ତା ପାଖରୁ 2ଟା ବାଁକୁ, 2ଟା ଡାହାଣକୁ ଦେଖିବ। ଏଇ 2ଟା ଦେଖୁଛ ନା, ଏଇ 2ଟା ଦେଖୁଛ, ଏଇ 2ଟା ଦେଖ ମାର୍କିଂ କରିଛି। ଉପରର 2ଟା 2ଟା 4ଟା, ତଳର 2ଟା 2ଟା 4ଟା। ଏ ଯାକ କ'ଣ ନା ଏମାନେ ହେଉଛନ୍ତି କ'ଣ ନା ଚର୍ବଣ ଦାନ୍ତ ବା ପ୍ରି ମୋଲାର। ଉପରେ 4ଟା ଅଛି, ତଳେ 4ଟା ଅଛି, ନୁହଁ କି? ଆଉ
बाकी ए तीनटा ए तीनटा बाकी ए तीनटा ए तीनटा कौन हम ऊपर माड़े 6 तल माड़े 6 पेषण दांत रही अछि बुझिला। तापर आम जीवा आमर जीभ विषय रे। देख पिले जीभ विषय रे जीभ मीठा खट्टा पिता और लुणिया एमिति चारि प्रकार स्वाद बारिया पई जीभरे 3 प्रकार स्वाद मुकुल बा टेस्ट बर्ड रही है बा 3 प्रकार स्वाद मुकुल रही। आउ से देख सही ग्रंथि गुड़िक है कौन ना पारोटिड सबलिंगुआल सब मांडिबुलार है। ता सहित जीभर अन्य कौन सी कार्य देख ना जीभर कार्य होची खाद्य को दांत निकट में पहुँचाइबा ता सहित कथा कहिबारे मध्य जीभटा कौन करे सहायता करिथाए हैला। ता सहित जीभ लाଳରେ टायलिन नामक एंजाइम अच्छी जहाँकि श्वेतसार जातीय खाद्य को हजम करिबारे सहायता करिथाए। आउ जीभ लाଳରେ आउ कौन अच्छी ना बैक्टेरिसिडाल नामक एक एंजाइम अच्छी जहाँकि खाद्य आसुथिबा क्षतिकारक अणुजीव मानकु मारी दी थाए ये जीव भितर बुझिला। ता सहित तुम देखिथिबो पिला माने कौन सी पशुजंतु जेतेबेले क्षताक्त हो जाए बा आघात पाई थाए सेतेबेले कौन करे ना सेठारे से जीभ लगेकी चाटिकी सफा कर दिए कारण सही जीभर थिबा तार बैक्टेरिसिडाल एंजाइम कौन करे ता पाखरे आसीथिबा संस्पर्श रे किछि कीटाणु आसी थांती सबको कौन करिवो ना सहजरे मारिदेव तेणु करिकी ही सेमाने सेमिति करंती हैला। तापर देख पिले ग्रसनी और ग्रासनली देख नासापथ और मुख गहर मिसिकी कौन करछंती ग्रसनी तैयारी करछंती हैला। नासापथ और मुख गहर मिसिकी ही ग्रसनी तैयारी करछंती। यह उभय खाद्य और श्वासवायु जीवाई एक साधारण पथ अटे। देखिपार्छ ये ग्रसनीटा ए ग्रसनीटा कौन होइछि ना एठी मुख गहर आउ नासापथ एटा मिसिकी कौन करछंती ग्रसनी तैयारी करछंती बुझिला। एबे देख पिले ना ग्रसनीर जेउ द्वारटा खाद्य नली सहित खोला अच्छी ताको कह मुख ग्रसनी। देखुच ये ग्रसनीटा यू ए मुख गहर बाहर की कौट अच्छी ए पछ कांथ देकर कौन जीव ना खाद्य जीव बुझल ना यहाँ कह कौन मुख ग्रसनी। आउ जो नासापथ को कनेक्शन होगी अच्छी यहाँ देखुच ये बड़ आकारटा यहाँ कह कौन नासा ग्रसनी कह ए मुहटा को है बुझल ना। ग्रसनी मुहटा कौन नासा ग्रसनी अटे किंतु एठी तुम देखुच जो श्वासनली द्वार पाखे गोटे एमती गोटे कौन अच्छी ना अर्ध तरुणास्तिर गोटे कपाटिका अच्छी ए कपाटिका कह जाए कौन ना आपको कह जाए एपिग्लटिस बोली कह जाए। यही एपिग्लटिस काम कौन ना जितेबले आमे खाद्य खाइबा ये मुख गहर बाटे कौन हम ना ये तल को डाउन हो ये तल कौन हम एमती डाउन हो जहाँद्वारा कौन हम ना खाद्यटा यही पटरू सीधा आसी कुआड़ जीव ना यही बाट देकी आसीबो क्लियर। आउ एटा हमर कौन ना एटा हमर होची श्वासनलिकाटा बुझिला। देख पिले एहार शेष मुंडरे रही दुईटी द्वार कहार ना यही ग्रसनीर द्वार अच्छी कौन दुईटा द्वार गोटे द्वार खोली श्वासनली भितर को और अन्यटी खोली खाद्यनली भितर को। खाद्यनलीर द्वारा को गलेट कह जाउथला बेले श्वासनलीर द्वारा को ग्लटिस कह जाए क्लियर। तापरे श्वासनलीर द्वारा रही एक तरुणास्तिर प्लेट जहाँ को कह जाए कौन अधिजुहा बा एपिग्लटिस बोली कह जाए। खाद्य गिळिबा समय रे अधिजुहा द्वारा ये श्वासनलीर द्वारटा बंद रहे फल खाद्यटा केवल खाद्यनली भितर को ही प्रवेश करे किंतु श्वासनली भितर को प्रवेश करे नाही क्लियर। ये देखुच ना यहाँ हूँ कौन श्वासनलीटा जितेबाला खाद्यटा यही पटे आसब ना से कौन हम यही आम एपिग्लटिस कौन कर श्वासनली द्वारा को बंद करदेव जहाँद्वारा खाद्यटा यही खाद्यनली बाटे ही जीव यही बाटे आसिले कौन हम
ନା ଛିଙ୍କ ଆସିବା ସହିତ ନାକ ବାଟେ ମଧ୍ୟ ଖାଦ୍ୟ ଚାଲି ଆସିବ, ନୁହେଁ କି? ତାପରେ ଦେଖ, ଗ୍ରାସନଳୀ ବେକ ମଧ୍ୟ ଦେଇ ତଳ ଆଡ଼କୁ ଗତି କରିଛି ଏବଂ ମଧ୍ୟଚ୍ଛଦାକୁ ଭେଦ କରିକି ପାକସ୍ଥଳୀରେ ଖୋଲିଛି। ଆଉ ଏ ଗ୍ରାସନଳୀର ଲମ୍ବ ହେଉଛି 22ରୁ 25 ସେମି ଅଟେ। ତାପରେ ଦେଖିବା ଆମର ପାକସ୍ଥଳୀ ବା ଷ୍ଟୋମାକକୁ ଦେଖିବା। ଉଦର ଗହ୍ୱରର ବାମ ପଟେ ପାକସ୍ଥଳୀ ରହିଛି। ଏହାର ଉପର ଭାଗଟା ଚଉଡ଼ା ଓ ତଳ ଭାଗଟା କମ୍ ଓସାରିଆ। ଦେଖିପାରୁଛ, ଉପର ଭାଗଟା ଟିକେ ଚଉଡ଼ା ଆଉ ତଳ ଭାଗଟା ଟିକେ କ'ଣ କମ୍ ଓସାରିଆ। ପାକସ୍ଥଳୀର ଉପର ଅଂଶ ହୃତ୍ପିଣ୍ଡ ନିକଟରେ ଥିବାରୁ ଏହାକୁ କାର୍ଡ଼ିଆକ୍ ଷ୍ଟୋମାକ୍ ବୋଲି କୁହାଯାଏ। ଏଇଟା କ'ଣ ପଛପଟେ କିଏ ଅଛି ନା ହୃତ୍ପିଣ୍ଡ ଅଛି, ତେଣୁ ଏ ଅଂଶରେ କୁହାଯାଏ କାର୍ଡ଼ିଆକ୍ ଷ୍ଟୋମାକ୍। ସେପରି ଏହି ହୃତ୍ପିଣ୍ଡର ଶେଷ ଅଂଶରେ କୁହାଯିବ କ'ଣ ନା ପାଇଲୋରିକ୍ ଷ୍ଟୋମାକ୍ ବୋଲି କୁହାଯିବ। ପାଇଲୋରସ୍ ବା ପାଇଲୋରିକ୍ ଷ୍ଟୋମାକ୍, ବୁଝିଲା? ତାପରେ ପାକସ୍ଥଳୀର ଶେଷରେ ଥିବା ମୁଦ୍ରିକା ଆକାରର ଯେଉଁ ମାଂସପେଶୀ ବା ଅବରୋଧ, ଏଠି ଯେଉଁଠି ଦେଖ, ଏଠି ମୁଦ୍ରିକା ଆକାରର ଗୋଟେ ମାଂସପେଶୀ ବା ଅବରୋଧ ନାହିଁ, ଏଇଟା କ'ଣ କୁହାଯିବ ନା ଏଇଟା କୁହାଯିବ ପାଇଲୋରିକ୍ ସ୍ପ୍ଲିଣ୍ଟର। ଆଉ ଏହାର ହିଁ ସଂକୋଚନ ଓ ପ୍ରସାରଣ ହେଲେ ଏ ଖାଦ୍ୟ ଯାକ କ'ଣ ହେବ ନା ଏଇଠୁ ଧୀରେ 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 କ୍ଷୁଦ୍ରାନ୍ତକୁ ଅଳ୍ପ ଅଳ୍ପ ପରିମାଣରେ ପ୍ରବେଶ କରିବ, ବୁଝିଲା? ତାପରେ ଦେଖ ପିଲେ, କ୍ଷୁଦ୍ରାନ୍ତ୍ର ଓ ବୃହଦନ୍ତ୍ର ବିଷୟରେ ପଢ଼ିବା। କ୍ଷୁଦ୍ରାନ୍ତ୍ର ଯିଏକି ପାକସ୍ଥଳୀଠାରୁ ବୃହଦନ୍ତ୍ର ପର୍ଯ୍ୟନ୍ତ ଲମ୍ବିଛି। କ୍ଷୁଦ୍ରାନ୍ତ୍ର କେଉଁଠି ଆରମ୍ଭ ହୋଇଛି ନା ପାକସ୍ଥଳୀଠୁ ଆରମ୍ଭ କରିକି ବୃହଦନ୍ତ୍ର ମଝିରେ କିଏ ଅଛି? କ୍ଷୁଦ୍ରାନ୍ତ ଅଛି। ଆଉ କ୍ଷୁଦ୍ରାନ୍ତର ତିନୋଟି ଅଂଶ, ଗୋଟେ ହେଉଛି ଗ୍ରହଣୀ, ଆଉ ଗୋଟେ ଜେଜୁନମ୍, ଆଉ ଗୋଟିଏ ଇଲିୟମ୍। ଏ ତିନିଟା ଅଂଶକୁ ନେଇ ଗଢ଼ା। ତ କ୍ଷୁଦ୍ରାନ୍ତର ପ୍ରଥମ ଅଂଶକୁ କ'ଣ କୁହାଯାଏ? ଗ୍ରହଣୀ ବା ଡୁଡେନମ୍ ବୋଲି କୁହାଯାଏ। ଶେଷ ଅଂଶକୁ କୁହାଯାଏ ଶେଷ କ୍ଷୁଦ୍ରାନ୍ତ୍ର ବା ଇଲିୟମ୍ ବୋଲି କୁହାଯାଏ। କ୍ଲିଅର? ଆଉ ଏ ଇଲିୟମ୍ ଠାରେ କ'ଣ ହୋଇଥାଏ ଜାଣିଛ ନା ସବୁଠୁ ବଡ଼ ଇମ୍ପୋର୍ଟାଣ୍ଟ କାମ ହୋଇଥାଏ, ଯାହା ହେଉଛି ଖାଦ୍ୟ ପଦାର୍ଥର ଅବଶୋଷଣ ହୋଇଥାଏ। ହେଲା, କେଉଁଠି ହୋଇଥାଏ ନା ଇଲିୟମ୍ ଠାରେ ହୋଇଥାଏ। ତାପରେ ଆମେ ଜାଣିବା ବୃହଦନ୍ତ୍ର, ତା'ର ବିଭିନ୍ନ ଅଂଶ। ବୃହଦନ୍ତ୍ର ଖାଦ୍ୟନଳୀର ଶେଷ ଅଂଶ ଅଟେ। ଏହା ମଧ୍ୟ 3 ଭାଗରେ ବିଭକ୍ତ। କ'ଣ ନା ପ୍ରଥମଟା ହେଉଛି କ'ଣ ସିକମ୍, ଏ ଅଂଶଟା ହେଉଛି କ'ଣ ସିକମ୍ ଅଟେ। ଆଉ ଏ ଅଂଶଟା କୁହାଯାଏ କ'ଣ କୋଲୋନ୍। ଏ ଯେଉଁ ଦୀର୍ଘ ଲମ୍ବା ଅଂଶଟା କୁହାଯାଏ କ'ଣ କୋଲୋନ୍। ହେଲା, କୋଲୋନ୍ 3 ପ୍ରକାର। ଇଏ ହେଉଛି ଆସେଣ୍ଡିଂ କୋଲୋନ୍, ଇଏ ହେଉଛି ଟ୍ରାନ୍ସଭର୍ସ କୋଲୋନ୍, ଆଉ ଇଏ ହେଉଛି ଡିସେଣ୍ଡିଂ କୋଲୋନ୍, ବୁଝିଲା? ତାପରେ ଏହି ବୃହଦନ୍ତ୍ରର ଶେଷ ଅଂଶ କିଏ ନା ଆମର ହେଉଛି ମଳାଶୟ, ଯେଉଁଠି ମଳ କ'ଣ ହେଉଛି ଷ୍ଟୋର ରହିଥାଏ। ଆଉ ମଳାଶୟର ଲାଷ୍ଟ ଅଛି କିଏ ମଳଦ୍ୱାର, ଯାହାକୁ ଆନସ୍ ବୋଲି କୁହାଯାଏ, ଯେଉଁ ବାଟେ ଆମେ କ'ଣ ଝାଡ଼ା ଫେରିଥାଉ, ନୁହେଁ କି? ଏବେ ତ ଜାଣିଲେ ଆମେ ପାକନଳୀ ବିଷୟରେ ସମ୍ପୂର୍ଣ୍ଣ ଭାବେ, କିନ୍ତୁ ଏହି ପାକନଳୀର କାମ କ'ଣ ସେ ସବୁ ବିଷୟରେ ଏବେ ଜାଣିବା।